ମାଧପୁର ଗାଁରେ ରହୁଥିଲେ ଜଣେ ଲୋକ। ତାଙ୍କ ନାଁ ଥିଲା ଅରୁଣ। ଜଣେ ସରଳ ପରିଶ୍ରମ ଯୁବକ। ସେ ଚାଷ କରୁଥିଲେ, ଗାଁରେ ସମସ୍ତଙ୍କୁ ସାହାଯ୍ୟ କରୁଥିଲେ। ତାଙ୍କ ମୁହଁରେ ସଦା ହସ ହିଁ ଥାଏ। ଗାଁ ପାଖରେ ଥିଲା ଏକ ଛୋଟ ପୋଖରୀ, ଯେଉଁଠି ସନ୍ଧ୍ୟାବେଳେ ଚାନ୍ଦିନୀ ଆଲୋକ ପଡ଼ିଲେ ସେ ଜାଗାଟି ସ୍ୱର୍ଗ ଲାଗୁଥାଏ। ଅରୁଣ ସେଠାକୁ ବହୁତ ଥର ଯାଇଥିଲା ଓ ବସୁଥିଲା। ରାତିରେ ଯାଏ, ପୋଖରୀ କୂଳରେ ବସେ ଓ ତା ସହ ଶାନ୍ତିର ସ୍ୱପ୍ନଟି ଦେଖୁଥିଲା। ସେହି ଗାଁରେ ଥିଲା ଏକ ଝିଅ, ସୁନାୟନ। ତା ନାଁ ହେଲା ସୁନାୟନ। ସୁନ୍ଦର ସୁଶୀଳ ଝିଅଟି, କିନ୍ତୁ ଅଳ୍ପ କଥା କହୁଥିବା ପିଲାଟି। ସେ ବହୁତ ଥର ସେଇ ପୋଖରୀ ପାଖରେ ଗୋଟାଏ ପୁସ୍ତକ ନେଇ ବସିଥାଏ। ପ୍ରଥମେ ଯେତେବେଳେ ଅରୁଣ ଓ ସୁନାୟଙ୍କ ଦୃଷ୍ଟି ମିଶିଗଲା, ସମୟଟି ଠିଆ ହୋଇଗଲା। କିଛି କହିଲେ ନାହିଁ, କିନ୍ତୁ ଚକ୍ଷୁରେ ଅଜଣା ହସ ଓ ସ୍ନେହର ଛାୟା ଲାଗିଗଲା। ପୁଣି ସେମାନେ ମିଶିଲେ। ଅରୁଣ ଲାଜରେ କହିଲା, ତୁମେ ପ୍ରତିଦିନ ଏଠାକୁ ଆସୁଛ? ସୁନାୟନ ହସିକି କହିଲା, ହଁ, ପୁସ୍ତକ ପଢ଼ିବାକୁ ମୁଁ ଏଠିକି ଆସିଥାଏ। ଏଠାରେ ଶାନ୍ତିଟି ମିଳେ ଓ ମୋତେ ଭଲ ଲାଗେ। ସେହି ଦିନରୁ ଆରମ୍ଭ ହେଲା ସେମାନଙ୍କ ମିତ୍ରତା। ଓ ମିତ୍ରତା ଏମିତି ଆସ୍ତେ ଆସ୍ତେ ରଙ୍ଗ ବଦଳିଲା। ହସ କଥା କହି ସାହିତ୍ୟରେ ଚାଲିବା ଛୋଟ ଛୋଟ ବାଟରେ ସେମାନେ ଚାଲିବା ଆରମ୍ଭ କଲେ। ଦିନେକ କଥା, ଆକାଶରେ ପୂର୍ଣ୍ଣିମା ଚାନ୍ଦ ଉଠିଲା। ପୋଖରୀ ପାଖରେ ସେମାନେ ବସିଥିଲେ। ପୋଖରୀର ଚାନ୍ଦର ପ୍ରତିଛାୟା ଆଉ ସୁନାୟନଙ୍କ ଆଖିରେ ଚମକ ଦୁହେଁ ହୃଦୟର ଅଜଣା ଧଡ଼କନ ଭଳି ବାଜିଗଲା। ଅରୁଣ ଆସ୍ତେ କହିଲା, ସୁନାୟନ, ମୋ ହୃଦୟର କଥା କହିବି କି? ତୁମେ ମୋ ସ୍ୱପ୍ନରେ, ମୋ ଆଖିରେ, ମୋ ପ୍ରତିଦିନରେ ହସରେ ଅଛ। ତୁମ ପାଇଁ ମୁଁ କେବଳ ମିତ୍ର ନୁହେଁ, ତୁମ ପାଇଁ ମୁଁ ଗୋଟା ପ୍ରେମ। ସୁନାୟନ ଲାଜରେ ମୁଣ୍ଡ ନୁଆଇଦେଲା ଓ ତାପରେ ମଧୁର ସ୍ୱରରେ କହିଲା, ମୁଁ ମଧ୍ୟ ଏଇ କଥାକୁ କହିବାକୁ ଚାହୁଁଥିଲି ତୁମକୁ। ଦୁହେଁ ଦୁହିଁର ହାତ ଧରିଲେ ଓ ଆଖିରେ ଆଖି ପଡ଼ିଲା। ସେହି ଚାନ୍ଦିନୀ ଆଲୋକରେ ଜନ୍ମ ହେଲା ଏକ ଅନ୍ୟ ପ୍ରେମର କଥା, ଯାହା ସମୟକୁ ଠିଆ କରିଦେଲା। ଗାଁବାସୀ ପରେ କହିଲେ, ସେହି ପୋଖରୀ ପାଖରେ ଏବେ ମଧ୍ୟ ଯଦି ପୂର୍ଣ୍ଣିମା ରାତିରେ ବସିବ, ତୁମକୁ ଅରୁଣ ଓ ସୁନାୟନଙ୍କ ହସରେ ସ୍ୱର ଶୁଣାଇବ। ଏଇଟା ଛୋଟ ପ୍ରେମ କଥାଟି। ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଲା, ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିବେ। ମୁଁ ରହିଲି। ଜୟ ଜଗନ୍ନାଥ।